Welcome to JK Tutorial 9777. Today we will discuss kite. ପିଲାମାନେ ଆମେ ଦେଖ ଆଜି ଆମେ ଗୋଟେ ଇଂଲିଶର ଗୋଟେ ଫନ୍ ଅଛି। ଫନ୍ ୱିଥ୍ ଇଂଲିଶ ଅଛି। ଲେସନ୍ 1 ଗୋଟେ କୌତୁହଳ ଅଛି, ମାନେ ଇଂରାଜୀ ପ୍ରତି କୌତୁହଳ। ଏଠି ହେଉଛି ଇଂଲିଶରେ ଗୋଟେ ମଜାଦାର କଥା ଅଛି, ଆମେ ତାକୁ ପଢ଼ିବା। ପାର୍ଟ 1 ସେସନ୍ 1 ତାର ପ୍ରି ରିଡିଂ କରିବା। କାଇଟ୍ ମାନେ ପିଲାମାନେ ଜାଣିଛ କି ନାହିଁ? କାଇଟ୍ ମାନେ ଜାଣିଛ କି ନାହିଁ? ଦେଖିଛ ତ? କାଇଟ୍ ମାନେ ହେଉଛି ଗୁଡ଼ି। ତାହେଲେ ଆମେ ପ୍ରି ରିଡିଂ କରିବା। ଗୁଡ଼ି ସବୁ ପର୍ବପର୍ବାଣୀରେ ଉଡ଼ାନ୍ତି ବୋଲି ଜାଣିଛ କି ନାହିଁ? ପେପରରେ ସବୁ ତିଆରି ହେଇଥାଏ, ପିଞ୍ଛରେ ସବୁ ତିଆରି ହେଇଥାଏ। ଯେଉଁ କଞ୍ଚି, ନଡ଼ିଆ କଞ୍ଚିରେ ପେପର ଦେଇ ତାକୁ ତିଆରି କରିଥାନ୍ତି, ସୂତା ଦ୍ୱାରା ଉଡ଼ାଯାଏ, ନାଇଁ କି? ଖାସ୍ କରିକି ଆମେ କେବେ ଉଡ଼େଇଥାନ୍ତି ଜାଣିଛ କି ନାହିଁ ପିଲାମାନେ? ରଜ ହେଉଛି ଆମର ଗଣପର୍ବ। ସେଇ ରଜରେ ପିଲାମାନେ ସବୁ ଗୁଡ଼ିର ସବୁ ପ୍ରତିଯୋଗିତା କରନ୍ତି, ନାଇଁ? ବଢ଼ିଆ ମଜା ଲାଗେ। ତାହେଲେ ଆମେ ସେ ବିଷୟରେ ପଢ଼ିବା। ଦେଖ ପିଲାମାନେ, ଏଠି ପ୍ରି ରିଡିଂରେ ଖାଲି କହିଛି କ'ଣ? ହାଭ୍ ୟୁ ଏଭର ଫ୍ଲୋନ୍ କାଇଟ୍ସ? ତୁମେ କେବେ ଗୁଡ଼ି ଉଡ଼ାଇଛ କି? Have you ever observed kites when they fly and they lie on the ground? ତୁମେ କେବେ ଗୁଡ଼ି ଗୁଡ଼ିକୁ ଲକ୍ଷ୍ୟ କରିଛ କି? ଯେତେବେଳେ ସେମାନେ ଉଡ଼ୁଥାନ୍ତି ଏବଂ ଭୂମି ଉପରେ ପଡ଼ିଥାନ୍ତି। ଆକାଶରେ ଯେତେବେଳେ ଉଡ଼ାନ୍ତି ଛୁଆମାନେ କେତେ ଖୁସିରେ ଉଡ଼େଇଥାନ୍ତି। ଫେରେ ପବନରେ ଯଦି ପବନ ଟିକେ ଧିମା ହେଇଗଲା ତାହେଲେ କ'ଣ ହୁଏ ନା ଗୁଡ଼ିଟି ଖସି ଆସିକି ଭୂମି ଉପରେ ପଡ଼ିଯାଏ, ନାଇଁ କି? ଡୁ କାଇଟ୍ସ ଲୁକ୍ ଡିଫରେଣ୍ଟ ହ୍ୱେନ୍ ଇନ୍ ଦ ଏୟାର? ଗୁଡ଼ି ସବୁ କ'ଣ ହୁଏ? ବାୟୁମଣ୍ଡଳରେ ବା ଶୂନ୍ୟରେ ଥିଲାବେଳେ ଭିନ୍ନ ବା ଅଲଗା ପ୍ରକାର ଦେଖାଯାଆନ୍ତି କି? ଏଠି କ୍ୱେଶ୍ଚିନ୍ କରୁଛି। ଡୁ ଦେ ଅଲସୋ ଆକ୍ଟ ଡିଫରେଣ୍ଟଲି? ସେମାନେ ମଧ୍ୟ ଭିନ୍ନ ଭାବରେ କାର୍ଯ୍ୟ କରିଥାନ୍ତି କି? ଏଠି କ୍ୱେଶ୍ଚିନ୍ ମାର୍କ ଦେଇଛି, ହେଲା। ଏଠି ଦେଖ ପିଲାମାନେ, ଛବି ଦେଠୁ ଦେଖୁଛ କି ନାହିଁ? ଦେଖୁଛ କି ନାହିଁ? ଦେଖ, ସି ଦ ଟୁ ପିକ୍ଚର୍ସ ଅଫ୍ କାଇଟ୍ ଆଣ୍ଡ ଗେସ୍। ଇଜ୍ ଇଟ୍ ପସିବଲ୍ ଟୁ ରାଇଟ୍ ଏ ପୋଏମ୍ ଅନ୍ ଦିସ୍ ଟୁ ଷ୍ଟେଜ୍? କାଇଟ୍ ଅନ୍ ଦ ଗ୍ରାଉଣ୍ଡ ଆଣ୍ଡ କାଇଟ୍ ଇନ୍ ଦ ସ୍କାଏ। ସେ କହୁଛି କ'ଣ ନା ଗୁଡ଼ିର ଛବି ଏ ଦୁଇଟିକୁ ଆମେ ଦେଖିବା। ଗୋଟେ ଭୂମି ଉପରେ ପଡ଼ିଛି କି ନାହିଁ ଦେଖ ପିଲାମାନେ। ଭୂମି ଉପରେ ପଡ଼ିଲା ବେଳେ ତାର କ'ଣ ତୁମେ ଲକ୍ଷ୍ୟ କରୁଛ? ଆକାଶରେ ଦେଖ, ଏଠି ଗୋଟେ ଛବିରେ ଦେଇଛି ପିଲାମାନେ କେମିତି ପିଲାଟିଏ ଆକାଶରେ କେମିତି ପବନରେ ଉଡ଼ଉଛି ଗୁଡ଼ିଟିକୁ। ଏଠି ମଧ୍ୟ ତୁମେ ଅନୁମାନ କର, ହେଲା। ଗେସ୍ କର ମାନେ ଅନୁମାନ କର। ସବୁ ଦୁଇଟିକୁ ତୁମେ ଲକ୍ଷ୍ୟ କର। ଏହା ସମ୍ଭବ କି ଏଇ ଦୁଇଟି କେମିତି ଅବସ୍ଥାରେ ଅଛି? ଗୋଟିଏ ତା ବାବଦରେ କବିତା ଆମେ ଲେଖିବା ବୋଲି ସେ କହୁଛି, ନାଇଁ କି? କେମିତି ସେ କହୁଛି ନା ଯେତେବେଳେ ଗୁଡ଼ି ଭୂମି ଉପରେ ପଡ଼ିଥାଏ ଆଉ ଆକାଶରେ ଉଡ଼ୁଥାଏ, ହେଲା। ଲେଟ୍ସ ରିଡ୍ ଦିସ୍ ପୋଏମ୍ ଆଣ୍ଡ ସି। ଆସ ଆମେ ଏଇ କବିତାଟିକୁ ପଢ଼ିବା ଏବଂ କ'ଣ କରିବା? ଦେଖିବା। ଓକେ, ହ୍ୱାଇଲ୍ ରିଡିଂ ଟେକ୍ସଟକୁ ଯିବା। ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ ଇଜ୍ ଜଷ୍ଟ ପେପର ଆଣ୍ଡ ଷ୍ଟ୍ରିଙ୍ଗ, ବଟ୍ ଅପ୍ ଇନ୍ ଦ ଏୟାର ଇଟ୍ ୱିଲ୍ ଡ୍ୟାନ୍ସ ଆଣ୍ଡ ସିଙ୍ଗ। ପିଲାମାନେ, କାଇଟ୍ ମାନେ ଗୁଡ଼ି, ଗ୍ରାଉଣ୍ଡ ମାନେ ଭୂମି, ଜାଣିଲ। ପେପର ମାନେ କ'ଣ? କାଗଜ। ଷ୍ଟ୍ରିଙ୍ଗ ମାନେ କ'ଣ ହେଲା? ଏଠି ସୂତା। ବଟ୍ ଅପ୍ ଇନ୍ ଦ ଏୟାର, ଏୟାର ହେଲା ବାୟୁମଣ୍ଡଳ। ଇଟ୍ ୱିଲ୍ ଡ୍ୟାନ୍ସ ଆଣ୍ଡ ସିଙ୍ଗ। ଡ୍ୟାନ୍ସ ମାନେ ନାଚିବା, ସିଙ୍ଗ ମାନେ ଗୀତ ଗାଇବା, ହେଲା। ସେ କହୁଛି କ'ଣ ନା ଭୂମି ଉପରେ ପଡ଼ିଥିବା ସମୟରେ ଗୋଟିଏ ଗୁଡ଼ି କେବଳ ମାତ୍ର କାଗଜ ଆଉ ସୂତା ଅଟେ। କିନ୍ତୁ ବଟ୍ କ'ଣ କହିଲା? ଉପରେ ଯେତେବେଳେ ସେ ଥିବ କୋଉଠି? ବାୟୁମଣ୍ଡଳରେ ଉଡ଼ୁଥିବା ସମୟରେ ଏହା ନାଚୁଥାଏ ଏବଂ ଗୀତ ଗାଉଥାଏ। ବୁଝିଲେ କି ନାହିଁ? ଏ କାଇଟ୍ ଇନ୍ ଦ ଏୟାର ୱିଲ୍ ଡ୍ୟାନ୍ସ ଆଣ୍ଡ କେପର, ବଟ୍ ବ୍ୟାକ୍ ଅନ୍ ଦ ଗ୍ରାଉଣ୍ଡ ଇଜ୍ ଜଷ୍ଟ ଷ୍ଟ୍ରିଙ୍ଗ ଆଣ୍ଡ ପେପର। ଏଠି କ'ଣ ହେଲା ନା ବାୟୁମଣ୍ଡଳରେ ଗୁଡ଼ିଟି କ'ଣ କରେ? ନାଚେ ଏବଂ
ଡି ଡ୍ୟାନ୍ସ କରେ ଆଉ କେପର ମାନେ କ'ଣ ଡେଇଁବା ହେଲା। ଯେତେବେଳେ ବାୟୁମଣ୍ଡଳରେ ଗୁଡ଼ିଟି ଥାଏ ସେତେବେଳେ ସେ କେମିତି ଦେଖାଯାଏ ନା ପବନରେ ଥାଏ ନା ଭାସମାନର ଅବସ୍ଥାରେ। ଯେହେତୁ ସେ ଭାସମାନ ଅବସ୍ଥାରେ ଥାଏ ଆମକୁ ଦେଖାଯାଏ ସେ ଡ୍ୟାନ୍ସ କରୁଛି ଆଉ କ'ଣ କରୁଛି ନା ଡେଉଁଛି ଉପରେ ନାଇଁ କି। ବଟ୍ ବ୍ୟାକ୍ ଅନ୍ ଦ ଗ୍ରାଉଣ୍ଡ ଯେତେବେଳେ ସେ ମାନେ ଖସେ ତଳକୁ ଇଜ୍ ଅ ଷ୍ଟ୍ରିଙ୍ଗ ଆଣ୍ଡ ପେପର ସେ ସେତେବେଳେ କ'ଣ ହୁଏ ନା ଖାଲି କାଗଜ ଆଉ ସୂତା ଅଟେ। ବୁଝିଲେ ପିଲାମାନେ ଭଲ ଲାଗିଲା କି ନାହିଁ ଏ କଥାଟି। ତାପରେ ଆମେ କ'ଣ କରିବା ନା ତାର କମ୍ପ୍ରେସନ୍ କ୍ୱେଶ୍ଚିନ୍ର କିଛି ଆନ୍ସର କରିବା। ପିଲାମାନେ ଆମେ କେତୋଟି କମ୍ପ୍ରେସନ୍ କ୍ୱେଶ୍ଚିନ୍ର ଆନ୍ସର କରିବା। ଦେଖ ଦେଲେ କ'ଣ ନା ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍ କ୍ୱେଶ୍ଚିନ୍ ନମ୍ବର 1 ଏଠି ଆନ୍ସର ମୁଁ କରିନେଇଛି ତୁମେମାନେ ତାକୁ ମନ ଦେଇକି ଦେଖିବ ଏବଂ ତାକୁ ନୋଟ୍ କରି ନେବ ହେଲା। କହୁଛି କବିତାଟି କେଉଁ ବିଷୟରେ ଆଧାରିତ। ତାହେଲେ ଆମେ ଏଠି କ'ଣ ଜାଣିଲେ କେଉଁ ବିଷୟରେ ଆଧାରିତ ବୋଲି ଆମେ ଜାଣୁଛନ୍ତି ନା ଦ ପୋଏମ୍ ଇଜ୍ ଏବାଉଟ୍ ଏ କାଇଟ୍। କାଇଟ୍ ମାନେ ଗୁଡ଼ି। ସାଧାରଣତଃ ଆମେ ପୋଏମ୍ଟି କ'ଣ ଜାଣିଲେ ନା ଗୁଡ଼ି ବିଷୟରେ ଏଠି କୁହାଯାଇଛି। ସେକେଣ୍ଡ କ୍ୱେଶ୍ଚିନ୍ ଦେଖ ଦ ପୋଏଟ୍ ସ୍ପିକ୍ସ of two situations of a kite. What are they? ଏଠି ଦେଲା କ'ଣ ନା kind on ground and dash। କହୁଛି କବି କ'ଣ କହିଛନ୍ତି ନା ଗୁଡ଼ିର ଦୁଇଟି ପରିସ୍ଥିତି ବିଷୟରେ ଏଠି କହିଛନ୍ତି ନାଇଁ କି। ଟୁ ସିଚୁଏସନ୍ସ ସେଗୁଡ଼ିକ କ'ଣ ଅଟେ। ଗୁଡ଼ି ଭୂମି ଉପରେ ଏବଂ ଡ୍ୟାସ୍ କୋଉଠି ଥାଏ ନା ସ୍କାଏ और एयर आकाशरे आउ वायुमंडल थाए कि नहीं। काइट ऑन ग्राउंड एंड इन द स्काई और एयर। पिला माने बुझिले कि नहीं। तापरे आमे थर्ड क्वेश्चन को जीवा। इन व्हिच सिचुएशन इज द काइट मोर एक्टिव इन द एयर और ऑन द ग्राउंड। केउं परिस्थिति रे गुड़ीटी अधिक सक्रिय वायुमंडल रे किंबा भूमि उपरे। से कहूँ गुड़ीटी जेतेबेले वायुमंडल थाए सेतेबेले सक्रिय ना जेतेबेले कोडी केतेबेले से एक्टिव थाए ए पचारछि कि नहीं। देखो द काइट इज मोर एक्टिव इन द एयर। हाँ कौन करछि ना जेतेबेले से वायुमंडल थाए से एक्टिव थाए जेतेबेले पड़ी जाए इनएक्टिव हो जाए। ओके तापरे नेक्स्ट क्वेश्चन व्हाट डज इट डू व्हेन इट इज इन द एयर। यह वायुमंडल थिबा बेले कौन करे ना व्हेन द काइट इज इन द एयर इट डांस सिंग्स एंड कैपर्स हैला। से नाचु थाए गीत बोलु थाए आ कौन कर थाए डेउ थाए। तापरे नेक्स्ट क्वेश्चन हाउ इज इट व्हेन ऑन द ग्राउंड। यह भूमि उपरे थिबा बेले किपरि थाए। व्हेन द काइट इज ऑन द ग्राउंड इट इज जस्ट पेपर एंड स्ट्रिंग। जेतेबेले से भूमि उपरे पड़ी जाई थाए सेतेबेले खाली कौन थाए ना से सूता आउ कागज आमको देखा जाए नहीं कि खाली आम देखती सूता और कागज जिते आकाश रे उड़े बहुत सुंदर लगे नहीं कि। तापरे नेक्स्ट क्वेश्चन को जीवा व्हेयर इज द काइट वेरी हैप्पी इन द एयर और ऑन द ग्राउंड। से कौन कहला केउठारे गुड़ीटी अधिक खुशी थाए वायुमंडल रे किंबा भूमि उपरे। आमको से बारंबार क्वेश्चन कर भूमि रे ना वायुमंडल रे नहीं कि ताले हम आंसर कौन करिया ना द काइट इज वेरी हैप्पी इन द एयर। से जेतेबेले वायुमंडल थाए बहुत खुशी थाए। तापरे नेक्स्ट क्वेश्चन हाउ मेनी स्टैंजास आर देयर इन द पोएम।
କବିତାଟିରେ କେତୋଟି ପଦ ଅଛି କି ପିଲାମାନେ? There are 2 stanzas in the poem. ଛୋଟିଆ କବିତାଟେ, ତେଣୁ 2ଟି stanza ଧିରେ ଅଛି ନାଇଁ କି ରେ? ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍, what does the first stanza talk about? ପ୍ରଥମ ପଦଟି କେଉଁ ବିଷୟରେ କହୁଛି? ଦେଖ, the first stanza talks about how the kite is on the ground and up in the air. ବୁଝିପାରିଲ ନା? ଖାଲି ତ ସେଇ କଥା ଆଉ, ଆମେ ବୁଝୁଛନ୍ତି ଜାଣୁଛନ୍ତି ଆଉ ସବୁ କରିବ ଆଉ, ହେଲା। ତାପରେ ଦେଲା ନେକ୍ସଟ କ୍ୱେଶ୍ଚିନ୍, what does the second stanza talk about? ଦ୍ୱିତୀୟ ପଦଟିରେ ମଧ୍ୟ କଣ କହିଲା? The second stanza talks about how the kite is in the air and back on the ground. ଏଠି ମଧ୍ୟ ସେଇଆ ଦେଲ। ଫାର୍ଷ୍ଟ ଷ୍ଟାଞ୍ଜାରେ ସେ ଯାହା ଦେଲା, ଏଠି ଦେଲା କଣ? ସେକେଣ୍ଡ ଷ୍ଟାଞ୍ଜାରେ ନା, ସେ ବାୟୁ ମଣ୍ଡଳରେ ଯେତେବେଳେ ଥାଏ, ଭୂମି ଉପରେ ପଡ଼ିଲେ କଣ ହୁଏ ନାଇଁ କି? ସେକେଣ୍ଡ ଷ୍ଟାଞ୍ଜାରେ କହିଲା। ତାପରେ ନେକ୍ସଟ କ୍ୱେଶ୍ଚିନ୍, ପଦଟି ଛୋଟିଏଟେ ପଦ୍ୟଟି, କିନ୍ତୁ ବଡ଼ ବଡ଼ କ୍ୱେଶ୍ଚିନ୍ ଦେଇଛି। ବୁଝିଲ କି ପିଲାମାନେ? What do the first 2 lines of the first stanza talk about? Kite on the ground or kite in the air? କହୁଛି ପ୍ରଥମ ପଦରେ ପ୍ରଥମ 2ଟି ଧାଡ଼ି କେଉଁ ବିଷୟରେ କହେ? ଗୁଡ଼ି ଭୂମି ଉପରେ କିମ୍ବା ଗୁଡ଼ି ବାୟୁମଣ୍ଡଳରେ? ଏଠି ଦେଖ, the first 2 lines of the first stanza talk about kite on the ground. ଭୂମି ଉପର କଥା କହୁଛି କି ନାହିଁ? ତାପରେ ଦେଖ ନେକ୍ସଟ କ୍ୱେଶ୍ଚିନ୍, ଏଟା ହେଲା ଲାଷ୍ଟ କ୍ୱେଶ୍ଚିନ୍। ଆମେ ଦେଖିବା, what do the first 2 lines of the second stanza talk about? Kite on the ground or kite in the air? ଦ୍ୱିତୀୟ ପଦର ପ୍ରଥମ ଧାଡ଼ି 2ଟି କେଉଁ ବିଷୟରେ କହେ? ଗୁଡ଼ି ଭୂମି ଉପରେ କିମ୍ବା ଗୁଡ଼ି ବାୟୁମଣ୍ଡଳରେ? ସେ ଏକା କଥା ନାଇଁ କି ପିଲାମାନେ? ଏଠି ଆମେ ଦେଖିବା, the first 2 lines of the second stanza talk about kite in the air. ଏଠି ସେ କହୁଛି ଭୂମି ଉପରେ ଫାର୍ଷ୍ଟ ଷ୍ଟାଞ୍ଜାରେ, ଏଠି କହୁଛି ସେକେଣ୍ଡ ଷ୍ଟାଞ୍ଜାରେ କହିଲା kite in the air. ଆକାଶରେ ଗୁଡ଼ିଟି ଯେତେବେଳେ ଥାଏ କେମିତି ଥାଏ? ହାପି ଥାଏ କି ନାହିଁ? ବାସ୍, ଆମେ କମ୍ପ୍ରେସନ୍ କ୍ୱେଶ୍ଚିନ୍ କରିସାରିଲା ପରେ ପୋଷ୍ଟ ରିଡିଂ କରିବା। ଏଠି ପିଲାମାନେ ପୋଷ୍ଟ ରିଡିଂ ଦେଖ, ଏଠି ଦେଲା ସେସନ୍ 2 1 ଦେଇଛି ଭିଜୁଆଲ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍, VMDT। ଆମେ ସବୁବେଳେ ପଢନ୍ତି କି ନାହିଁ? ଏଠି ଦେଲା କାଇଟ୍ ଫ୍ଲାଇଂ ପିକ୍ଚର, କାଇଟ୍ ଫ୍ଲାଇଂ ପିକ୍ଚର, ଷ୍ଟ୍ରିଙ୍ଗ, ପେପର, ସିଂ। ଗୁଡ଼ି ଉଡ଼ାଇବା, ଫେର ପିକ୍ଚର ଦେଇଛି ଗୁଡ଼ି ଉଡ଼ାଇବା। ସେକେଣ୍ଡ ଷ୍ଟାଞ୍ଜାର ଯୋଉ ଦେଇଛି, ଗୁଡ଼ି ଗୋଟେ ତଳେ ପଡ଼ିଛି, ଗୋଟେ ଉପରେ ଉଡ଼ୁଛି, ସେଇ ଦେଲା କାଇଟ୍ ଫ୍ଲାଇଂ। ଏଠି ଗୋଟେ କାଇଟ୍ ଫ୍ଲାଇଂ ଦେଇଛି, ଦୁଇଟାଙ୍କ ଏକା। ଷ୍ଟ୍ରିଙ୍ଗ, ପେପର, ସିଂ, ସୂତା ଡେଇଁବା ଆଉ ଗୀତ ଗାଇବା। ତାପରେ ଦେଲା ଲିସନିଂ। ଏଇଟା ପିଲାମାନେ ସବୁ ଇଏ ଦେଖିଦିଅ। ତାପରେ ଆମେ ଏଠି କଣ କରିବା? ଲିସନିଂ ରେ ସେ ଦେଇଛି, ଏଠି କହୁଛି your teacher will read aloud some of the word listed below. You tick the words in your book: ground, kite, string, dance, sing, caper। ବୁଝିପାରିଲେ ପିଲାମାନେ? ଏଠି ଦେଲା ଯୋଉ ଭୂମି, ଗୁଡ଼ି, ସୂତା, ନାଚିବା, ଗୀତ ଗାଇବା ଆଉ ଡେଇବା, ଏସବୁ ଜିନିଷକୁ ତାକୁ ଇଂଲିଶରେ ଦେଇଛି, ତା ମାନେ କରିଦେବ, ପିଲାମାନେ ଜାଣିପାରିବ। ତାପରେ 2i ଦେଖ, ଦେଲା କଣ ନା your teacher reads aloud the first stanza. You listen to him or her and fill in the blanks। ଏଠି ଗୋଟେ fill in the blanks ଦେଇଛି, ଆମେ ପୂରଣ କରିବା ପାଇଁ। ଆମେ ଆରାମସେ କରିଦେବା, ମୁଁ କରିଦେଇଛି, ପିଲାମାନେ ଦେଖ ତମେ କରିନେବ। ଏ ଡ୍ୟାସ୍ ଅନ୍ ଦ ଡ୍ୟାସ୍, ଆମେ ଏଠି ବସେଇଦେବା ଆରାମସେ। ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ ହେଲା। ଇଜ୍ ଡ୍ୟାସ୍ ପେପର ଆଣ୍ଡ ଡ୍ୟାସ୍,
is just paper and string. But dash in the dash, but up in the air, it will dash and sing. It will dance and sing. ମୁଁ କରିଦେଇଛି ଏଠି ଗ୍ୟାପ୍ରେ ବସେଇଦେବ। ତାପରେ ଆମେ କ'ଣ କରିବା, ଏଇଟା ଖାଲି ଦେଇଦେଇଛି ଦେଖ ପିଲାମାନେ, ଚେନ୍ ଡ୍ରିଲ୍ ଦେଇଛି। ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ, ଏ କାଇଟ୍ ଇନ୍ ଦ ଏୟାର। କେମିତି ସେ କ'ଣ କହୁଛି, ଗୋଟେ ଗୁଡ଼ି ଭୂମି ଉପରେ ଥିଲା ବେଳେ କେମିତି, ଗୋଟେ ଗୁଡ଼ି ବାୟୁମଣ୍ଡଳରେ ଥିଲା କେମିତି, ନାଇଁ କି? ତାପରେ ଏଠି ସେଠି ଟିଚର ଆଉ ଷ୍ଟୁଡେଣ୍ଟସ୍ ଭିତରେ କଥୋପକଥନ, ସମସ୍ତ ଧାଡ଼ି ଗୁଡ଼ାକ ଦେଖିବା ସବୁ କର। ତାପରେ ଆମେ ନେକ୍ସଟକୁ ଯିବା। ପିଲାମାନେ ଏଠି ଗୋଟେ ଦେଖ, ସେସନ୍ 4 ରାଇଟିଂ ଦେଇଛି ଆମକୁ କିଛି ଲେଖିବା ପାଇଁ। ଆନ୍ସର ଦ ଫଲୋଇଂ କ୍ୱେଶ୍ଚିନ୍ସ, ବୁଝିଲା? ହ୍ୱାଟ ଇଜ ଦ ପୋଏମ୍ ଏବାଉଟ୍, ପୁଣି ପୁନରାବୃତ୍ତି ସେଇ କ୍ୱେଶ୍ଚିନ୍। ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। କବିତାଟି କେଉଁ ବିଷୟରେ ଆଧାରିତ? ହେଲା, ସେ କହୁଛି ନା ଦ ପୋଏମ୍ ଇଜ ଏବାଉଟ୍ କାଇଟ୍, କାଇଟ୍ ବିଷୟରେ କି ନାହିଁ। ତାପରେ ଦେଲା the two states of a kite are kite on the dash and kite dash. ଏଟା ବସେଇ ଦେବା ground and kite in the air, ବୁଝିଲା? ତାପରେ ଦେଲା what does a kite do when in the air, ବୁଝିଲା? ବାୟୁମଣ୍ଡଳରେ ଥିବା ବେଳେ ଗୋଟିଏ ଗୁଡ଼ି କ'ଣ କରେ, କ'ଣ କରେ ଆମେ ଜାଣିଲେ ନା when a kite is in the air it dance, sings and capers, ନାଇଁ କି? ତାପରେ ଦେଖିବା what do the first two lines of the first stanza talk about, ବୁଝିପାରିଲ? ପ୍ରଥମ ପଦଟିର ପ୍ରଥମ ଦୁଇଟି ଧାଡ଼ି କେଉଁ ବିଷୟରେ ସେ କହୁଛି କହେ ନା କାଇଟ୍ ଅନ୍ ଦ ଗ୍ରାଉଣ୍ଡ, ଗୁଡ଼ିଟି ଭୂମି ଉପରେ ବୋଲି ସେ କହେ। ହେଲା, ତାପରେ ଦେଲା ଭିରେ ଦେଖ ହ୍ୱାଟ ଡୁ ଦ ଫାର୍ଷ୍ଟ ଟୁ ଲାଇନ୍ସ ଅଫ୍ ଦ ସେକେଣ୍ଡ ଷ୍ଟାଞ୍ଜା ଟକ୍ ଏବାଉଟ୍, କାଇଟ୍ ଇନ୍ ଦ ଏୟାର। ଦ୍ୱିତୀୟ ପଦର ପ୍ରଥମ ଦୁଇ ଧାଡ଼ି କେଉଁ ବିଷୟରେ କହୁଛି, କେଉଁ ବିଷୟରେ କିରେ, ଗୁଡ଼ିଟି ବାୟୁମଣ୍ଡଳରେ ଯେତେବେଳେ ଥାଏ ସେଇ ବିଷୟରେ କହୁଛି। ଏଠି ଆମେ କ'ଣ କରିବା ନା ଦ ଫାର୍ଷ୍ଟ ଟୁ ଲାଇନ୍ସ ଅଫ୍ ଦ ସେକେଣ୍ଡ ଷ୍ଟାଞ୍ଜା talk about a kite in the air, ବୁଝିଲା? ଏଠି କହିଲା the first two lines of the first stanza talk about a kite on the ground, ଏଠି କହିଲା in the air, kite in the air, ବୁଝିଲା? ତାପରେ next, given below are 4 pairs of lines on one side and 2 thems on the other side, match them. ସେ କହୁଛି ଯୋଉ 4 ଯୋଡ଼ା ଧାଡ଼ି ଏଠି ଦେଇଛି ଗୋଟିଏ ପାର୍ଶ୍ୱରେ, ଏବଂ ଅନ୍ୟ ପାର୍ଶ୍ୱରେ 2ଟି ପ୍ରସଙ୍ଗ ଦିଆଯାଇଛି। ଏଠି 4 ଧାଡ଼ି ଗୋଟେ ପାର୍ଶ୍ୱରେ ଦେଲା 1 2 3 4, ଅନ୍ୟ ପାର୍ଶ୍ୱ ମାନେ ଏପଟରେ ଦେଇଦେଲା 2ଟି ଧାଡ଼ି ଦେଇଛି। ସେଗୁଡ଼ିକୁ ଆମେ ଆ ସହିତ ଯୋଡ଼ିବା। ହେଲା, ତାହେଲେ ଯୋଡ଼ିବା। ସେ କ'ଣ କହୁଛି, but up in the air it will dance and sing। କ'ଣ ଏଠି କହିଲା ନା ଯେତେବେଳେ ଗୁଡ଼ିଟି ଆକାଶରେ ଥାଏ ସେତେବେଳେ ସେ କିପରି ଥାଏ, ନାଚୁଥାଏ ଆଉ ଗୀତ ବୋଲୁଥାଏ। ଏଇଠି ଆମେ ତାକୁ ଯୋଡ଼ିବା। ଏଠି ଡେଡ୍ ଦେଇଛି, କାଇଟ୍ ଡେଡ୍, କାଇଟ୍ ଆଲିଭ୍, ବୁଝିଲା? ସେ କ'ଣ କରୁଛି ନା but up in the air it will dance and sing, ତା ସାଙ୍ଗେ ଯୋଡ଼ିବା କ'ଣ ନା କାଇଟ୍ ଆଲିଭ୍। ହେଲା, ସେ କ'ଣ କରୁଥାଏ, କାରଣ ସେ ନାଚୁଛି ଗୀତ ଗାଉଛି, ସେ ଆମକୁ କିପରି ଦେଖାଉଛି ନା ଜୀବନ୍ତ ପରି ଦେଖାଉଛି। ଆଲିଭ୍, ହେଲା, କାଇଟ୍ ଆଲିଭ୍ ମାନେ ଜୀବନ୍ତ ପରି ସେ ଆମକୁ ଦିଶୁଛି। ଫେର ଦେଲା ଏ କାଇଟ୍ ଇନ୍ ଦ ଏୟାର will dance and caper, ଯେତେବେଳେ ବାୟୁମଣ୍ଡଳରେ ଗୁଡ଼ିଟି ଅଛି ସେ କ'ଣ କରୁଛି, ନାଚୁଛି ଆଉ କେମିତି ଅଛି, ଡେଇଁଲା ଭଳିଆ ଦେଖାଉଛି କି ନାହିଁ। ଏଠି ଦେଲା ଡ୍ୟାନ୍ସ କରୁଛି ଆଉ ଗୀତ ବୋଲୁଛି, ଏଠି ଦେଲା ଡ୍ୟାନ୍ସ କରୁଛି ଆଉ ଡେଉଁଛି। କେମିତି, ବାୟୁମଣ୍ଡଳରେ ଥିଲା ଅବସ୍ଥାରେ
सी जीवंत परी आमको दिशुची है। तेणु काइट आलिफ सांगरे आमे जोड़िबा ए दुईटी की है। फास्ट आउ टू आईटा को आमे जोड़ी देले। तापर देला देखो ए काइट ऑन द ग्राउंड इज जस्ट पेपर एंड स्ट्रिंग। जेते बेले से ग्राउंड माने भूमि ऊपर पड़िला गुड़ीटी आसिकी केमी देखा गला हमको ना पेपर एंड स्ट्रिंग। तल का देर जोड़ी बकरे काइट डेड। डेड माने कोन मृत। जेते बेले से ऊपर थिला हमको बढ़िया देखा जाउथला नाचुथिला से गीत गाउथला नहीं कि किंतु जेते बेले से ग्राउंड रे पड़ी गला सेठी से हमको केमी देखला ना पेपर स्ट्रिंग हैला। से केमते हमको देखाला कागज आउ सूता परी दिसिला तार मृत हो गला बोली हमें भाबिबा नहीं कि रे। बट बैक ऑन द ग्राउंड इज अ स्ट्रिंग एंड पेपर। जेते बेले से बैक माने कौन कला बैक हो गला आकाश रे थिला वायुमंडल रे थिला बैक हो गला माने तळे पड़ी गला। जेते बेले से पड़ी गला सेते बेले डेड हो गला तार एक काइट माने काइट डेड। भूमि ऊपर जेते बेले से पड़ीला ओनली सूता और पेपर भलिया हमको देखा गला आउ किछि हमको देखा गला नहीं। बुझेला पिला माने भलो लागिले कि नहीं। जदी भलो लागिथिबो पिला माने तुमे माने कमेंट करिगी नियति जणेबो लाइक करिवो सब्सक्राइब करिया पई भूलिबो नहीं। आदौ आज पई रहूची जय जगन्नाथ।